बरसई बिजुली मारई पवन बहई खरा खेलुअछि लुचकाली खेल रजा साजिअछि बर कनिया साजिछि नयना सुंदरी बाजे बाजा भेरी तोरी रजा सुअछि बर बेश धरी चढ़ी पालिंकी सवारी से तो माया नगरी रे नयना सुंदरी। आसंतु माया नगरी रे नयना सुंदरी एई मेगा गपरूपक धारावाहिकटी को प्रथम भाग देखिवा। सुरपुर ଯେଉଁଠାରେ ସୁର ମାନଙ୍କର ଦୌରାତ୍ମ୍ୟ ବଢ଼ି ଚାଲୁଥାଏ। ସୁର ମାନଙ୍କର ଦୌରାତ୍ମ୍ୟରୁ ମୁକୁଳିବାକୁ ସୁରପୁରର ରାଜା ମାଲ୍ୟବନ୍ତ ଚିନ୍ତିତ ଥାନ୍ତି। ମାଲ୍ୟବନ୍ତପୁର ଓ ମାୟାପୁରକୁ ନେଇ ସୁରପୁର ଗଠିତ। ମାୟାପୁରର ଏକ ସୁଡ଼ଙ୍ଗ ଅଛି। ଏହା ବହୁତ ବିରାଟକାୟ। ଏହା ପାତାଳ ଲୋକକୁ ଲମ୍ବିଛି। ସେହି ପାତାଳ ଲୋକରେ ମାୟା ନଗରୀ ଅବସ୍ଥିତ। ସେହି ମାୟା ନଗରୀରୁ ଅନେକ ଅସୁର ସୁଡ଼ଙ୍ଗ ଦ୍ୱାର ଦେଇ ମାୟାପୁରକୁ ଆସନ୍ତି। ମାୟାପୁରରେ ଅନେକ କାଣ୍ଡ ଘଟାନ୍ତି। ସେଇଥିପାଇଁ ସୁରପୁରର ରାଜା ମାଲ୍ୟବନ୍ତ ମାୟାପୁରକୁ ନ ଯିବା ପାଇଁ ମାଲ୍ୟବନ୍ତବାସୀଙ୍କୁ କହିଛନ୍ତି। ଧୀରେ ଧୀରେ ଅସୁର ମାନଙ୍କର ରାଜୁତି ମାୟାପୁରରୁ ମାଲ୍ୟବନ୍ତପୁର ଆଡ଼କୁ ଆସୁଥାଏ। ଏହା ଦେଖି ମନ୍ତ୍ରୀ ମାନସ ସେନା ରାଜାଙ୍କୁ ଅବଗତ କରାଇ ରାଜସଭାରେ ବିଷୟ ରଖନ୍ତି। ରାଜଗୁରୁ ମାଲ୍ୟବନ୍ତ ଆଚାର୍ଯ୍ୟଙ୍କର ପରାମର୍ଶ ନେବାକୁ କହନ୍ତି। ମନ୍ତ୍ରୀଙ୍କ ପ୍ରସ୍ତାବ ଅନୁସାରେ ରାଜା ମାଲ୍ୟବନ୍ତ ରାଜଗୁରୁ ମାଲ୍ୟବନ୍ତ ଆଚାର୍ଯ୍ୟଙ୍କର ଶରଣାପନ୍ନ ହୁଅନ୍ତି ଏବଂ ପରାମର୍ଶ ଲୋଡ଼ନ୍ତି। ରାଜାଙ୍କୁ ରାଜଗୁରୁ ମାଲ୍ୟବନ୍ତ ଆଚାର୍ଯ୍ୟ କହନ୍ତି, ମୁଁ ଜାଣିପାରୁଛି ରାଜନ, ମାଲ୍ୟବନ୍ତକୁ ସମ୍ପୂର୍ଣ୍ଣ ଅଧିକାର କରିବାକୁ ମାୟାବୀ ମାନେ ଚାହୁଁଛନ୍ତି। ମୁଁ ଯୋଗ ଓ ତପସ୍ୟା ବଳରେ ଜାଣିପାରୁଛି। ଖାଲି ମାଲ୍ୟାବନ୍ତ ନୁହେଁ, ମାଲ୍ୟାବନ୍ତର ଦେବୀ ମାଲ୍ୟାବନ୍ତୀ ଦେବୀ ଏବଂ ରାଜଜେମା ନୟନା ଉପରେ ବିପଦ ଅଛି। ତେଣୁ ଆମକୁ ସୁଦୃଢ଼ ସେନାବଳ ଗଠନ କରିବାକୁ ପଡ଼ିବ। 5 ଜଣ ରାଜକୁମାରଙ୍କୁ ସମସ୍ତ ଯୁଦ୍ଧ ବିଦ୍ୟା ସହିତ ମାୟା ବିଦ୍ୟାରେ ନିପୁଣ ହେବାକୁ ପଡ଼ିବ। ସେମାନଙ୍କୁ ସେନାପତି ଭାବରେ ସେନାକୁ ପରିଚାଳନା କରିବାକୁ ପଡ଼ିବ। ତା ନହେଲେ ମାଲ୍ୟବନ୍ତପୁରକୁ ମାୟାବୀ ମାନେ କବଳିତ କରିବେ। ରାଜା ମାଲ୍ୟବନ୍ତ କହିଲେ, ଗୁରୁଦେବ,
ଆପଣ ଯେମିତି ଚାହିଁବେ ଆମେ ସେମିତି କରିବାକୁ ପ୍ରସ୍ତୁତ ଅଛୁ। ଯଥାଶୀଘ୍ର 5 ଯୁବରାଜଙ୍କୁ ପ୍ରସ୍ତୁତ କରାନ୍ତୁ। ଏହି ସମୟରେ ଡଗର ଆସି ଖବର ଦେଲା, ମଣିମା ସୁନ୍ଦରପୁରର ରାଜଦୂତ ମାଧ୍ୟମରେ ଖବର ଦେଇ ପଠାଇଛନ୍ତି। ମହାରାଜ ଡଗରକୁ କହିଲେ, ସତ୍ସମାନେ ସୁନ୍ଦରପୁରର ଦୂତକୁ ପାଛୋଡ଼ି ଆଣ। ସତ୍ସମାନେ ସୁନ୍ଦରପୁରର ଦୂତ ଆସି ମହାରାଜାଙ୍କୁ ପତ୍ର ପ୍ରେରଣ କଲା। ମହାରାଜା କହିଲେ, ମହାମନ୍ତ୍ରୀ ପତ୍ର ପାଠ କର। ମନ୍ତ୍ରୀ ପତ୍ର ପାଠ କଲେ ଏବଂ କହିଲେ, ମହାରାଜ, ସୁନ୍ଦରପୁରର ରାଜା ଅଭିନବ ସୁନ୍ଦର ଆମ ରାଜଜେମା ନୟନାକୁ ଯଥାଶୀଘ୍ର ବିଧିପୂର୍ବକ ସମୟ ଧାର୍ଯ୍ୟ କରି ଯୁବରାଣୀ କରି ତାଙ୍କ ରାଜ୍ୟକୁ ପାଛୋଡ଼ି ନେବାକୁ ଚାହୁଁଛନ୍ତି। ଯୁବରାଜ ନଳିନୀ ସୁନ୍ଦରଙ୍କ ସହିତ ଆମ ରାଜଜେମା ନୟନା ସୁନ୍ଦରୀଙ୍କର ଶୁଭ ପରିଣୟ ଶୁଭ ରୀତି ନୀତିରେ ଅନୁଷ୍ଠିତ ହେବ। ରାଜା ମାଲ୍ୟବନ୍ତ କହିଲେ, ମହାମନ୍ତ୍ରୀ, ମୁଁ ରାଜା ଅଭିନବ ସୁନ୍ଦରକୁ କଥା ଦେଇଛି। ଆମ ଭିତରେ ସନ୍ଧି ସରିଛି। ତେଣୁ ଯେତେବେଳେ ଚାହିଁବେ ନଳିନୀକୁ ଯୁବରାଣୀ କରି ସୁନ୍ଦରପୁରକୁ ନେଇପାରିବେ। ନଳିନୀ ସହିତ ଆମର ନୟନାର ବିବାହ ନିଶ୍ଚିତ। ତେଣୁ ନଳିନୀ ଯେତେବେଳେ ଚାହିଁବେ ନୟନାକୁ ତାଙ୍କ ରାଜ୍ୟକୁ ଯୁବରାଣୀ କରି ନେଇପାରିବେ। ଅଭିନବ ସୁନ୍ଦରଙ୍କର ଏକମାତ୍ର ପୁତ୍ର ନଳିନୀ ସୁନ୍ଦର। ନଳିନୀ ସୁନ୍ଦର ବହୁତ ସୁନ୍ଦର। ଯୁଦ୍ଧରେ ତାଙ୍କୁ ହରାଇବା ବୀର ମୋର ଗୋଚରରେ ନାହିଁ। ବିଶେଷ କଥା କ'ଣ ଜାଣ ମହାମନ୍ତ୍ରୀ? ବୈଭବ ସୁନ୍ଦରଙ୍କର ମନ୍ତ୍ରୀ ଅନ୍ନଦା ଚନ୍ଦ୍ରବଂଶୀଙ୍କର ପୁତ୍ର ଅଶ୍ୱିନୀ ଚନ୍ଦ୍ରବଂଶୀ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ। ମହାମାୟା ବିଦ୍ୟା ରଚନା କରିବାର ଶକ୍ତି ତା ପାଖରେ ଅଛି। ମାୟା ବିଦ୍ୟାକୁ ହରଣ କରିବାର ଶକ୍ତି ମଧ୍ୟ ତାର ପାଖରେ ଅଛି। ସେ ମାୟା ବିଦ୍ୟାକୁ ଭେଦ କରିପାରିବ। କାଳୀ ସାଧିକା ମହାଭୈରବୀ ମାୟା ଦେବୀଙ୍କ ପାଖରେ ଶିକ୍ଷା ଲାଭ କରିଛନ୍ତି। ତାଙ୍କର ମାୟା ବିଦ୍ୟା ଆଗରେ ସୁନ୍ଦରପୁରର ରାଜଗୁରୁ ଅଭିଭୂତ। ରାଜଦୂତଙ୍କୁ ଆମ ତରଫରୁ ପତ୍ର ପ୍ରେରଣ କର। ଯଥାଶୀଘ୍ର ଆମେ ସୁନ୍ଦରପୁରକୁ ଯିବୁ। ସୁନ୍ଦରପୁର ରାଜାଙ୍କୁ ଆମନ୍ତ୍ରଣ କରିବୁ। ମାଲ୍ୟବନ୍ତପୁରରେ ନଗ୍ନ ଧାର୍ଯ୍ୟ କରି ଶୁଭ କାର୍ଯ୍ୟକୁ ଆଗେଇ ନେବୁ। ମହାମନ୍ତ୍ରୀ ରାଜଡଗର ହାତରେ ପତ୍ର ପ୍ରେରଣ କଲେ। ମାଲ୍ୟବନ୍ତପୁରରେ ଦୁଇ ରାଜାଙ୍କର ଶୁଭ କାର୍ଯ୍ୟ ଆୟୋଜନ ହେଲା। ଲଗ୍ନ ଧାର୍ଯ୍ୟ ହେଲା। ରାଜା ମାଲ୍ୟବନ୍ତ ରାଜ୍ୟ ସାରା ନାଗରା ପକାଇଲେ। ଜେମା ଦେଈଙ୍କର ଶୁଭ ପରିଣୟକୁ ରାଜ୍ୟବାସୀଙ୍କୁ ନିମନ୍ତ୍ରଣ କରାଗଲା। ନୟନାର ଶୁଭ ପରିଣୟ ମାୟାପୁରର ମାୟା ନଗରୀକୁ ବ୍ୟାପିଗଲା। ମାୟା ନଗରୀର ରାଜା ମାୟାସୁର ପାଖରେ ପହଞ୍ଚିଲା। ମାୟାସୁରର ପୁତ୍ର ମହାମାୟାସୁର ରାଜଜେମା ନୟନା ସୁନ୍ଦରୀକୁ ବିବାହ କରିବାକୁ ଚାହୁଁଥିଲା। ନୟନାର ଶୁଭ ପରିଣୟ ଜାଣି ବିବ୍ରତ ହୋଇ ପଡ଼ିଲା। କହିଲା, ପିତାଶ୍ରୀ, ମୋର ନୟନା ସୁନ୍ଦରୀ ଦରକାର। ଯଦି ମୋତେ ନୟନା ସୁନ୍ଦରୀ ନ ମିଳୁଛି ତେବେ ମୁଁ ମାୟା ନଗରୀରେ କାହାରିକୁ ରହିବାକୁ ଦେବିନି, ଧ୍ୱଂସ କରିଦେବି। ମାୟାସୁର କହିଲା, ଧୈର୍ଯ୍ୟ ଧର ପୁତ୍ର। ଛଳେ ବଳେ କୌଶଳେ ନୟନା ସୁନ୍ଦରୀକୁ ମାୟା ନଗରୀର
ମାୟାର କରାଳ ଗର୍ଭରେ ଆମେ ରଖିବୁ। ମୁଁ ମାୟା ଗୁରୁଙ୍କୁ ସ୍ମରଣ କରୁଛି। ମାୟା ଗୁରୁଙ୍କୁ ସ୍ମରଣ କଲେ କ'ଣ ହୋଇଛି ମାୟାସୁର? ମାୟା ଗୁରୁ ପଚାରିଲେ। ସ୍ମରଣ କରିବାର ଅଭିପ୍ରାୟ? ମାୟାସୁର କହିଲା, ଗୁରୁଦେବ, ମାୟା ନଗରୀକୁ ନୟନା ସୁନ୍ଦରୀ ଆସିବା ଦରକାର। ମାୟାସୁରଙ୍କର କଥା ଶୁଣି ଗୁରୁଦେବ ଚିନ୍ତିତ ହୋଇଗଲେ। ମାୟା ଗୁରୁଦେବ ମହାମାୟାସୁର ନୟନାକୁ ପତ୍ନୀ ଭାବରେ ଚାହୁଁଛି। ଗୁରୁଦେବ କହିଲେ, ଧୈର୍ଯ୍ୟ ଧର। ମାୟାସୁର ମାଲ୍ୟବନ୍ତପୁର ପାଖରେ ସଶସ୍ତ୍ର ସେନାବଳ ଅଛି। ମାଲ୍ୟବନ୍ତ ଆଚାର୍ଯ୍ୟଙ୍କୁ ମାୟା ଭେଦ କରିବାର ଶକ୍ତି ଜଣା। 5 ଯୁବରାଜଙ୍କୁ ମାୟାବୀ ବିଦ୍ୟା ସହ ସମସ୍ତ ବିଦ୍ୟାରେ ପାରଙ୍ଗମ କରାଉଛନ୍ତି ମାଲ୍ୟାବନ୍ତ ଆଚାର୍ଯ୍ୟ। ତେଣୁ ମାଲ୍ୟାବନ୍ତ ରାଜାର ବନ୍ଧୁ ଭାବି ସମୁଦି ରାଜା ଅଭିନବ ସୁନ୍ଦର ହାରିବା କ'ଣ ଜାଣନ୍ତି ନାହିଁ। ତାଙ୍କର ମନ୍ତ୍ରୀ ଅନ୍ନଦା ଚନ୍ଦ୍ରବଂଶୀ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ। ତାଙ୍କର ପୁତ୍ର ଅଶ୍ୱିନୀ ଚନ୍ଦ୍ରବଂଶୀ ଆମ ମାୟାବିଦ୍ୟାକୁ କାଟିବାର ଶକ୍ତି ଜାଣିଛନ୍ତି। ତେଣୁ ଆମକୁ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ିବାକୁ ହେବ। ମହାମାୟାସୁରକୁ ମୋର ଶରଣରେ ରହିବାକୁ ପଡ଼ିବ। ମହାମାୟାସୁର କହିଲା, ଗୁରୁଦେବ, ଯଦି ଏହା ଭିତରେ ନୟନାର ଶୁଭ ପରିଣୟ ହୋଇଯାଏ? ମାୟାଗୁରୁ କହିଲେ, ମହାମାୟାସୁର, ନୟନାର ଶୁଭ ପରିଣୟକୁ ଅଟକାଇ ହେବନି। ଆମକୁ ସ୍ଥାନ କାଳ ପାତ୍ର ଦେଖି ବଢ଼ିବାକୁ ହେବ। ମାୟା ନଗରୀରେ ନୟନା ସୁନ୍ଦରୀ ନିଶ୍ଚିନ୍ତ ହେବ। ବିବାହର ସମସ୍ତ କାର୍ଯ୍ୟ ଆଗକୁ ବଢ଼ି ଚାଲୁଥାଏ। ଯୁବରାଜ ନଳିନୀ କହିଲା, ମିତ୍ର ଅଶ୍ୱିନୀ ମୋର, ତୁମ ବିନା ମୁଁ ଗୋଟିଏ ମୁହୂର୍ତ୍ତ ବଞ୍ଚି ପାରିବିନି। ଅଶ୍ୱିନୀ କହିଲେ, ମିତ୍ର, ମୋତେ ଭୁଲିବାର ମନୋସ୍ତ୍ର ପରା ଆସୁଅଛି। ନୟନାକୁ ପାଇଲେ ମୋଠୁ ନିଶ୍ଚିନ୍ତ ତୁମେ ଦୂରେଇ ଯିବ। ଏହା ଶୁଣି କହିଲେ, ମିତ୍ର କଥା ଶୁଣି ନଳିନୀଙ୍କର ବହୁତ ଦୁଃଖ ଜାଗ୍ରତ ହେଲା। କାହିଁକିନା ମିତ୍ର ତାର ପରାକାଷ୍ଠା ଦେବାକୁ ଯାଇ ନଳିନୀ କହିଲେ, ମିତ୍ର, ମୋତେ କଥା ଦିଅ, ଆମେ ଦୁହିଁଙ୍କର ବିବାହ ପରେ ବି ଆମ ମିତ୍ରତାର କୌଣସି କମ୍ ହେବାକୁ ଦେବାନି। ଆମ ମିତ୍ରତା ଯେମିତି ଅଛି ସେମିତି ଅକ୍ଷୁର୍ଣ୍ଣ ରଖିବା। ମିତ୍ର ବିବାହ କାର୍ଯ୍ୟରେ ମୋ ପାଖେ ପାଖେ ଥିବ। ଗୋଟିଏ ମୁହୂର୍ତ୍ତ ବି ପାଖରୁ ଦୂରେଇ ଯିବନି। ତୁମ ବିନା ମୁଁ ଅଣନିଶ୍ୱାସୀ ହୋଇଯିବି। ଅଶ୍ୱିନୀ ଚନ୍ଦ୍ରବଂଶୀ କହିଲା, ମିତ୍ର, ଯେତେ ସମୟ ସମ୍ଭବ ମୁଁ ତୁମ ପାଖରେ ରହିବି। ବିବାହ କାର୍ଯ୍ୟ ଅନୁଷ୍ଠିତ ହେଲା। ବିବାହ ପରେ ସୁନ୍ଦରପୁରକୁ ଆସିବା ପୂର୍ବରୁ ନୟନା ସୁନ୍ଦରୀ କହିଲା, ପିତାଶ୍ରୀ, ମୁଁ ଦେବୀ ମାକୁ ଦର୍ଶନ ନ କରି ସୁନ୍ଦରପୁର ଯିବିନି। ନୟନାର ଜିଦିକୁ ରାଜା ରାଜଗୁରୁ ମାଲ୍ୟବନ୍ତ ଆଚାର୍ଯ୍ୟଙ୍କ ପାଖରେ ରଖିଲେ। ମାଲ୍ୟବନ୍ତ ଆଚାର୍ଯ୍ୟ କହିଲେ, ମୁଁ ନୟନାକୁ ଏକ ମହାବିଦ୍ୟା ପ୍ରଦାନ କରିବି। ସେ ଯେତେବେଳେ ଚାହିଁବେ ତାର ଦେହକୁ ପଥର କରିଦେବେ ତାଙ୍କ ଇଚ୍ଛାରେ। ଆଚାର୍ଯ୍ୟ ଗୁରୁଙ୍କ ଠାରୁ ନୟନା ମାୟା ବିଦ୍ୟା ଆହରଣ କଲେ।
ପୂର୍ଣ୍ଣ ଶିକ୍ଷା ପ୍ରାପ୍ତ ହେଲା ପରେ ଗୁରୁଦେବ ନୟନାକୁ ଶକ୍ତି ନଈକୁ ଏବଂ ଶକ୍ତି ନଈ ପାଖରେ ଥିବା ମାଲ୍ୟବନ୍ତ ଦେବୀ ମନ୍ଦିରକୁ ଯିବାକୁ ଅନୁମତି ଦେଲେ। ସଶସ୍ତ୍ର ବଳ ପ୍ରସ୍ତୁତ କରାଗଲା। ସମସ୍ତ ସେନା, ସେନାପତି, ବୀର ଯୋଦ୍ଧା, ଯୁଦ୍ଧ ଗୁରୁ ମାନେ ଉପସ୍ଥିତ ରହିଲେ। ମାୟାଗୁରୁ ମହାମାୟାସୁରକୁ କହିଲା, ଏବେ ଉପଯୁକ୍ତ ସମୟ ଆସିଗଲା। ମହାମାୟାସୁର ନୟନା ସୁନ୍ଦରୀକୁ ମାୟା ନଗରୀରେ ପ୍ରବେଶ କର। ସହସ୍ରାସୁର, ଅନ୍ଧକାରାସୁର, ପ୍ରବଳାସୁର, ଏହି 3 ଜଣଙ୍କୁ ମୁଁ ତୁମ ସାଥିରେ ପ୍ରେରଣ କରୁଛି। ତୁମେ ମାନେ ଶକ୍ତି ନଦୀର ଗର୍ଭରେ ଲୁଚି ରହିବ। ଯେତେବେଳେ ନୟନା ଶକ୍ତି ନଦୀର ପାଣିରେ ପାଦ ପଖାଳିବ, ସେତେବେଳେ ତୁ ମହାମାୟାସୁର ନୟନାକୁ ଉଠାଇ ପବନ ବେଗରେ ପବନରେ ଉଡ଼ି ଉଡ଼ି ମାୟା ନଗରୀରେ ପ୍ରବେଶ କରାଇବୁ। ସହସ୍ରାସୁର ତାର ମାୟା ବଳରେ ହଜାର ହଜାର ଅସୁର ସୃଷ୍ଟି କରିବ। ଅନ୍ଧକାରାସୁର ତାର ମାୟା ବଳରେ ଶତ୍ରୁ ପକ୍ଷ ନୟନରେ ଅନ୍ଧାର ଭରିଦେବ, ଅନ୍ଧକାର କରିଦେବ। ପ୍ରବଳାସୁର ମାୟା ବଳରେ ଶତ୍ରୁ ପକ୍ଷର ପ୍ରଳୟ ମାୟା ରଚିବ। 3 ସୁରଙ୍କର ମାୟା ଜାଲରେ ମାଲ୍ୟବନ୍ତପୁରର ସେନା ପକ୍ଷ ମାୟାର କବଳିତ ହେବ। ଏହି ମାୟା ରଚନାର ଚକ୍ରବ୍ୟୁହର ସେନାପତି ଭାବରେ ମୁଁ ତତେ ନିଯୁକ୍ତ କରୁଛି ମହାମାୟାସୁର। ବିଜୟର ସନ୍ଦେଶ ଘେନି ମୋ ପାଖକୁ ଆସିବୁ। ଯା ମହାମାୟାସୁର, ମୁଁ ତତେ ବିଜୟର ଅଭୟ ବରଦାନ କରୁଛି। ମହାମାୟାସୁର 3 ଜଣଙ୍କୁ ଧରି ଶକ୍ତି ନଈର ଗର୍ଭରେ ଲୁଚିଲା। ସମସ୍ତ ସେନାବଳ ସହ ବରକନ୍ୟା ଦମ୍ପତି ଶକ୍ତି ନଈ କୂଳକୁ ଆସିଲେ। ଶକ୍ତି ନଈର ଚତୁର୍ଦିଗରେ ସେନାର ଛାଉଣି। ସେନାପତି ଗୁରୁ ବର ସମସ୍ତଙ୍କ ଗହଣରେ ଆଜି ନୟନା ସୁନ୍ଦରୀ ଅଛନ୍ତି। ରଥୀ ମହାରଥୀ ସହ ଅନେକ ସେନାପତି ଅଛନ୍ତି। ନୟନା ସୁନ୍ଦରୀ ଦେବୀ ମାଙ୍କୁ ପୂଜା କରିବାକୁ ଆସିଛନ୍ତି। ଦେବୀ ମାଙ୍କୁ ପୂଜା ଥାଳି ଅର୍ପଣ କରିବେ। ସେଥିପାଇଁ ଶକ୍ତି ନଦୀରେ ଗୁଡ଼ ପଖାଳିବାକୁ ଯିବେ ଏବଂ ଶକ୍ତି ନଈର ପାଣିରେ ଗୁଡ଼ ପଖାଳିବାକୁ ନୟନା ଯାଉଛନ୍ତି। ଆଗକୁ କ'ଣ ହେଉଛି ଆପଣ ଜାଣିବାକୁ ଚାହୁଁଛନ୍ତି? ଅପେକ୍ଷା କରନ୍ତୁ। ମହାନଗରୀର ଦୃଶ୍ୟ ଆଗକୁ କ'ଣ ହେଉଛି ଏ କଥା ଜାଣିବା। ମାୟା ନଗରୀର ଦୃଶ୍ୟରେ ନୟନା ସୁନ୍ଦରୀ ଯାଉଛନ୍ତି କି ନାହିଁ, ତେଣୁ ଦ୍ୱିତୀୟ ଭାଗକୁ ଅପେକ୍ଷା କରିବା। ଆମର ଦ୍ୱିତୀୟ ଭାଗ ଖୁବ୍ ଶୀଘ୍ର ଆସୁଛି। ମୁଁ ରହୁଛି ରବୀନ୍ଦ୍ର କୁଲାରୀ। ଜୟ ଜଗନ୍ନାଥ।